ମୋର ସମସ୍ତ ଅଙ୍କରାଣ୍ଡି ଓ ଛୋଟ ବଡ଼ ଭାଇ ଭଉଣୀମାନଙ୍କୁ ମୁଁ ଆନ୍ତରିକ ନମସ୍କାର ଜଣାଉଛି। ମୁଁ ଯେଉଁ ଗଳ୍ପଟି କହିବାକୁ ଯାଉଛି ଏହା ଏକ ଇଂଲିଶ ଷ୍ଟୋରି ଅଟେ, ଯାହାକୁ ଓଡ଼ିଆରେ ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପନ କରିବାକୁ ଯାଉଛି। ଏହି ଗଳ୍ପଟିର ଶୀର୍ଷକ ଅଟେ ଧର୍ମଯାଜକଙ୍କ କ୍ୟାଣ୍ଡେଲ ଷ୍ଟାଣ୍ଡ। ଏକଦା ଜଣେ ଧର୍ମଯାଜକ ନିଜ ଭଉଣୀଙ୍କ ସହିତ ବାସ କରୁଥିଲେ। ସେ ଅତି ନମ୍ର ଓ ପରୋପକାର ବ୍ୟକ୍ତି ଥିଲେ। ନିଜର ସେବା ଗୁଣ ପାଇଁ ସେ ଆଖପାଖ ଅଞ୍ଚଳକୁ ବେଶ ଭଲ ଭାବରେ ପରିଚିତ ଥିଲେ। ଦିନେ ରାତ୍ରିରେ ଖାଇସାରି ଶୟନ କରିବାକୁ ଯିବା ସମୟରେ ହଠାତ୍ କେହି ଜଣେ ଆସି ତାଙ୍କ ଘର ସାମ୍ନାରେ ଠକ୍ ଠକ୍ କଲା। ସେ କବାଟ ଖୋଲି ଦେଖିବା ସମୟରେ ସେ ଘର ସାମ୍ନାରେ ଗୋଟେ ଚୋରଟିଏ ତାଙ୍କୁ ଠକି ତାଙ୍କୁ ଖାଦ୍ୟ ମାଗୁଥିଲା। ସେ ଚୋରଟିକୁ ସେ ଉତ୍ତମ ଭାବରେ ଗ୍ରହଣ କରି କହିଲେ, ତୁମେ ମୋର ଅତିଥି ଅଟ, ଆଉ ତୁମକୁ ଏ ବ୍ୟବହାର କରିବା ଦରକାର ନାହିଁ। ମୁଁ ତୁମକୁ ଉତ୍ତମ ଖାଦ୍ୟ ଦେବି। ଖାଇବା ସମୟରେ ସେ ଚୋରଟିର ନଜର ଧର୍ମଯାଜକଙ୍କ ଘରେ ଥିବା ଏକ କ୍ୟାଣ୍ଡେଲ ଷ୍ଟାଣ୍ଡ ଉପରେ ପଡ଼ିଲା। ତାହା ଏକ ମୂଲ୍ୟବାନ କ୍ୟାଣ୍ଡେଲ ଷ୍ଟାଣ୍ଡ ଥିଲା। ତାର ଦାମ ବହୁତ ବେଶୀ ଥିଲା। ସେ ଖାଇସାରି ସେ ଚୋରଟି ଅତି ତୃପ୍ତ ହେଲା, କାରଣ ସେ 7 ଦିନ ଧରି କ୍ଷୁଧାର୍ତ ଥିଲା। ଶୋଇବା ସମୟରେ ସେ ଚୋରଟିକୁ ରାତ୍ରିରେ ଭଲ ଭାବରେ ନିଦ ହେଲା ନାହିଁ, କାରଣ ସେ ବାରମ୍ବାର ହିଁ ସେ କ୍ୟାଣ୍ଡେଲ ଷ୍ଟାଣ୍ଡ ବିଷୟରେ ଭାବୁଥିଲା। ସେ ଭାବୁଥିଲା ଯେ ଯଦି ସେ ଯେଉଁ ଚୋରି କରି ବଜାରରେ ବିକିବ ତାହେଲେ ଉତ୍ତମ ଦାମ ମିଳିବ। ଏହା ଭାବି ସେ ସେଇଟାକୁ ଚୋରି କରି ସେଠାରୁ ପଳାୟନ କଲା। ସକାଳ ସମୟ ଯେତେବେଳେ ଧର୍ମଯାଜକଙ୍କ ଭଉଣୀ ତାଙ୍କ ନିକଟକୁ ଆସି କହିଲେ, ଦେଖ ଭାଇ, ତୁମେ ସେହି ଲୋକଟିକୁ ଗୃହରେ ଆଣି ବସାଇଲ, ତଥାପି ସେ ତୁମର ଅତି ମୂଲ୍ୟବାନ ଜିନିଷଟିକୁ ଚୋରି କଲା। ଏକଥା ଶୁଣି ସେ ଧର୍ମଯାଜକ ନିଶ୍ଚିନ୍ତ ତାଙ୍କ ଭଉଣୀ କହିଲେ, କିଛି ନାହିଁ, ଯାହା ହେଇଯାଇଛି, ଏବେ ଆମେ ଆମର ନିଜ କାମ କରିବା। କିଛି ସମୟ ପରେ ହଠାତ୍ ଆଉ ଜଣେ ଆସି କେହି ତାଙ୍କ ଘର ସାମ୍ନାରେ ଠକ୍ ଠକ୍ କଲେ। ଏଥର 2 ଜଣ ପୋଲିସ କନଷ୍ଟେବଲ ସେଇ ଚୋରଟିକୁ ଧରି ଠିଆ ହେଇଥିଲେ। ସେ ପୋଲିସ ଜଣକ ଯାଇ ଧର୍ମଯାଜକଙ୍କୁ କହିଲେ ଯେ, ଦେଖନ୍ତୁ ଆଜ୍ଞା, ଏହାଠାରୁ ଅତି ମୂଲ୍ୟବାନ ଯେଉଁ କ୍ୟାଣ୍ଡେଲ ଷ୍ଟାଣ୍ଡ ମିଳିଅଛି, ଏହା ନିଶ୍ଚିତ ହିଁ ଆପଣଙ୍କର ହେଇଥିବ। ସେ ଧର୍ମଯାଜକ କହିଲେ, ହଁ, ଏହା ମୋର, କିନ୍ତୁ ତୁମେ କାହିଁ ତାଙ୍କୁ ଧରିଅଛ? କାରଣ ମୁଁ ଏହା ତାଙ୍କୁ ଉପହାରରେ ଦେଇଅଛି ଆଉ ସେ ମୋର ବନ୍ଧୁ। ଏକଥା ଶୁଣି ସେ ପୋଲିସ ଜଣକ ଜାଣିଗଲେ ଯେ ଧର୍ମଯାଜକ ସେଇ ଚୋରଟିକୁ ବଞ୍ଚାଇବାକୁ ଚାହୁଁଛନ୍ତି। ତଥାପି ସେ ଧର୍ମଯାଜକଙ୍କ କଥା ରଖି ସେଠାରୁ ପଳାୟନ କଲେ। ଧର୍ମଯାଜକଙ୍କ ଏହି ବ୍ୟବହାର ଦେଖି ସେ ଚୋରଟି ଅତି ପରିବର୍ତ୍ତନ ହୋଇଗଲା ଆଉ ତାଙ୍କ ପାଖରେ ଆଣ୍ଠେଇ କହିଲେ ଯେ, ମୁଁ ଆପଣଙ୍କ ପ୍ରତି ବିଶ୍ୱାସଘାତକତା କରିଥିଲି, କିନ୍ତୁ ଆପଣ କାହିଁକି ମୋତେ ଏପରି ଦୟା ଦେଖାଇଲେ? ଏକଥା ଶୁଣି ଧର୍ମଯାଜକ କହିଲେ ଯେ, ଦୟା ହିଁ ହେଉଛି ମନୁଷ୍ୟର ସବୁଠୁ ବଡ଼ ଗୁଣ। ଆଉ ତୁମେ ଏହି କ୍ୟାଣ୍ଡେଲ ଷ୍ଟାଣ୍ଡଟିକୁ ରଖ ଆଉ ନିଜ ନୂତନ ଜୀବନ ଆରମ୍ଭ କର। ସେହିଦିନ ଠାରୁ ସେ ଚୋରଟି ପରିବର୍ତ୍ତନ ହୋଇଗଲା ଆଉ ସେ କେବେ ହେଲେ କାହାଠାରୁ ଚୋରି କଲା ନାହିଁ। ସେ ଲୋକମାନଙ୍କ ସେବାରେ ନିଜକୁ ନିଯୁକ୍ତ କଲା। ଏହି ଗପଟିରୁ ଆମେ ଏହି ଶିକ୍ଷା ପାଉଛୁ ଯେ କ୍ଷମା ହିଁ ହେଉଛି ମଣିଷର ବଡ଼ ଗୁଣ, ଆଉ କ୍ଷମା ଦ୍ୱାରା ଜଣେ ପାପୀ ପରିତ୍ରାଣ ପାଇଥାଏ। ଆମେ